ओम शांति 12 मे 2025 साकार मुरली मुरलीर मुख्य पॉइंट रे परम पिता परम शिक्षक परम सद्गुरु शिव बाबा कहते मिठे बच्चे कर्मधंदा इत्यादि करी मध्य सर्वदा निजर ईश्वरीय छात्र जीवन एवं पाठपढ़ा को मने रख। स्वयं भगवान आमको पाठ पढ़ाउछन्ति, सर्वदा एही निशारे रुह। कर्मधंदा इत्यादि करी मध्य सर्वदा निजर ईश्वरीय छात्र जीवन एवं पाठपढ़ा को मने रख। स्वयं भगवान आमको पाठ पढ़ाउछन्ति, सर्वदा एही निशारे रुह। प्रश्न, ଯେଉଁ ପିଲାମାନଙ୍କୁ ଜ୍ଞାନ ଅମୃତ ହଜମ କରିବା ଜଣା ଅଛି ସେମାନଙ୍କର ଲକ୍ଷଣ କିପରି ହୋଇଥିବ? ଯେଉଁ ପିଲାମାନଙ୍କୁ ଜ୍ଞାନ ଅମୃତ ହଜମ କରିବା ଜଣା ଅଛି ସେମାନଙ୍କର ଲକ୍ଷଣ କିପରି ହୋଇଥିବ? ଉତ୍ତର, ସେମାନଙ୍କ ଭିତରେ ସର୍ବଦା ଆତ୍ମିକ ନିଶା ଚଢ଼ି ରହିଥିବ ଏବଂ ସେହି ନିଶା ଆଧାରରେ ସେମାନେ ସମସ୍ତଙ୍କର କଲ୍ୟାଣ କରି ଚାଲିବେ। କାହାର କଲ୍ୟାଣ ବ୍ୟତୀତ ଅନ୍ୟ କୌଣସି କଥାବାର୍ତ୍ତା କରିବା ପାଇଁ ସେମାନଙ୍କୁ ଭଲ ଲାଗିବ ନାହିଁ। କଣ୍ଟାକୁ ଫୁଲ କରିବାର ସେବାରେ ହିଁ ସେମାନେ ବ୍ୟସ୍ତ ରହିବେ। ଓମ୍ ଶାନ୍ତି। ଏବେ ତୁମେ ପିଲାମାନେ ଏଠାରେ ବସିଛ ଏବଂ ଏହା ମଧ୍ୟ ଜାଣିଛ ଯେ ଆମେ ହେଲୁ ଅଭିନେତା। ଆମେ 84 ଜନ୍ମର ଚକ୍ରକୁ ପୂରା କରିଛୁ। ଏହା ପିଲାମାନଙ୍କ ସ୍ମୃତିରେ ଆସିବା ଉଚିତ। ତୁମେ ଜାଣିଛ ଯେ ବାବା ଆସିଛନ୍ତି ଆମକୁ ପୁଣି ଥରେ ରାଜ୍ୟଭାଗ୍ୟ ପ୍ରାପ୍ତ କରାଇବା ପାଇଁ ଅଥବା ତମ ପ୍ରଧାନରୁ ଶତ ପ୍ରଧାନ କରାଇବା ପାଇଁ। ଏ କଥା ବାବାଙ୍କ ବିନା ଆଉ କେହି ବୁଝାଇ ପାରିବେ ନାହିଁ। ତୁମେ ଯେତେବେଳେ ଏଠାରେ ବସୁଛ ସେତେବେଳେ ଯେପରି ସ୍କୁଲରେ ବସିଛ, ବାହାରେ ଥିଲାବେଳେ ସ୍କୁଲରେ ନାହଁ। ଜାଣିଛ ଏହା ହେଉଛି ସର୍ବୋଚ୍ଚ ରୁହାନୀ ସ୍କୁଲ। ଏଠାରେ ରୁହାନୀ ବାବା ଆସି ପାଠ ପଢ଼ାଉଛନ୍ତି। ପାଠ ପଢ଼ା ତ ପିଲାମାନଙ୍କର ମନେ ପଡ଼ିବା ଦରକାର ନା। ଇଏ ବ୍ରହ୍ମା ମଧ୍ୟ ସନ୍ତାନ ଅଟନ୍ତି। ଏହାଙ୍କୁ ଅଥବା ସମସ୍ତଙ୍କୁ ଏକମାତ୍ର ବାବା ଶିଖାଉଛନ୍ତି। ସମସ୍ତ ମନୁଷ୍ୟ ଆତ୍ମାଙ୍କର ସେ ହେଉଛନ୍ତି ପିତା। ସେ ଆସି ବ୍ରହ୍ମା ବାବାଙ୍କ ଶରୀର ଉଦ୍ଧାର ନେଇ ତୁମକୁ ବୁଝାଉଛନ୍ତି, ପ୍ରତିଦିନ ବୁଝାଉଛନ୍ତି। ଏଠାରେ ବସିଥିବା ବେଳେ ବୁଦ୍ଧିରେ ସ୍ମୃତି ରହିବା ଦରକାର ଯେ ଆମେ 84 ଜନ୍ମ ନେଇଛୁ। ଆମେ ବିଶ୍ୱର ମାଲିକ ଥିଲୁ, ଦେବୀ ଦେବତା ଥିଲୁ, ପୁଣି ପୁନର୍ଜନ୍ମ ନେଇ ନେଇ ଆସି ନୀଚ ଅବସ୍ଥାରେ ପହଞ୍ଚିଛୁ। ଭାରତ କେତେ ଧନଶାଳୀ ଥିଲା ସବୁ ସ୍ମୃତିରେ ଆସୁଛି। ଏହା ଭାରତର ହିଁ କାହାଣୀ, ତାହା ସହିତ ଆମର ମଧ୍ୟ। ନିଜକୁ ପୁଣି ଯେପରି ଭୁଲି ନ ଯାଉ। ଆମେ ସ୍ୱର୍ଗରେ ରାଜ୍ୟ କରିଥିଲୁ, ପୁଣି ଆମକୁ 84 ଜନ୍ମ ନେବାକୁ ପଡ଼ିଲା। ଏହି କଥା ସାରାଦିନ ସ୍ମୃତିରେ ଆଣିବାକୁ ପଡ଼ିବ। ଧନ୍ଦା ଆଦି କଲେ ମଧ୍ୟ ପାଠ ତ ମନେ ପଡ଼ିବା ଦରକାର ନା। କିପରି ଆମେ ବିଶ୍ୱର ମାଲିକ ଥିଲୁ, ପୁଣି ଆମେ ତଳକୁ ଖସି ଆସିଲୁ। ବହୁତ ସହଜ, କିନ୍ତୁ ଏହି କଥା ମଧ୍ୟ କାହାର ମନେ ରହୁନାହିଁ। ଆତ୍ମା ପବିତ୍ର ନ ହେବା କାରଣରୁ ୟାଦ ଭୁଲି ଯାଉଛି। ମୋତେ ଭଗବାନ ପାଠ ପଢ଼ାଉଛନ୍ତି, ଏହି କଥା ବୁଦ୍ଧିରୁ ଖସି ଯାଉଛି। ମୁଁ ବାବାଙ୍କର ଛାତ୍ର। ବାବା କହୁଛନ୍ତି ଯୋଗର ଯାତ୍ରାରେ ରୁହ। ବାବା ଆମକୁ ପାଠ ପଢ଼ାଇ ଏହିପରି ଲକ୍ଷ୍ମୀନାରାୟଣ କରାଉଛନ୍ତି। ସାରାଦିନ ଏହା ସ୍ମୃତିରେ ଆସିବା ଦରକାର। ବାବା ହିଁ ସ୍ମୃତି ଦେଉଛନ୍ତି ଏହି ଭାରତ ସ୍ୱର୍ଗ ଥିଲା ନା। ଆମେ ହିଁ ସେହି ଦେବୀ ଦେବତା ଥିଲୁ। ଏବେ ଅସୁରୀ ପ୍ରବୃତ୍ତିର ହୋଇଯାଇଛୁ। ପୂର୍ବେ ତୁମର ବୁଦ୍ଧି ମଧ୍ୟ ଅସୁରୀ ଥିଲା। ଏବେ ବାବା ଈଶ୍ୱରୀୟ ବୁଦ୍ଧି ଦେଇଛନ୍ତି। ତଥାପି କାହାରି କାହାରି ବୁଦ୍ଧିରେ ପଶୁନାହିଁ, ଭୁଲି ଯାଉଛନ୍ତି। ବାବା କେତେ ନିଶା ଚଢ଼ାଉଛନ୍ତି। ତୁମେ ପୁନର୍ବାର ଦେବତା ହେବାକୁ ଯାଉଛ, ତେଣୁ ତୁମ ଭିତରେ ସେହି ନିଶା ରହିବା ଉଚିତ ନା। ଆମେ ନିଜର ରାଜ୍ୟ ନେଉଛୁ, ଆମେ ନିଜର ରାଜ୍ୟ କରିବୁ। କେତେ ଜଣଙ୍କର ତ ବିଲକୁଲ ନିଶା ଚଢ଼ୁନାହିଁ, ଜ୍ଞାନ ଅମୃତ ହଜମ ହିଁ ହେଉନାହିଁ। ଯାହାଙ୍କର ନିଶା ଚଢ଼ିଥିବ ତାଙ୍କୁ ଅନ୍ୟର କଲ୍ୟାଣ କରିବା ବିନା ଅନ୍ୟ କୌଣସି କଥାବାର୍ତ୍ତା ହେବାକୁ ଭଲ ଲାଗିବ ନାହିଁ। କଣ୍ଟାରୁ ଫୁଲ କରିବାର ସେବାରେ ହିଁ ଲାଗି ରହିବେ। ପୂର୍ବେ ଆମେ ଫୁଲ ଥିଲୁ, ପରେ ମାୟା କଣ୍ଟା କରିଦେଇଛି। ଏବେ ପୁଣି ଥରେ ଫୁଲ ଭଳି ହେଉଛୁ। ଏହିପରି ନିଜ ସହିତ କଥାବାର୍ତ୍ତା ହେବା ଉଚିତ। ଏହି ନିଶାରେ ରହି ତୁମେ କାହାକୁ ମଧ୍ୟ ବୁଝାଇଲେ ତୁରନ୍ତ ତାକୁ ତୀର ଲାଗିଯିବ। ଭାରତର ଆଲ୍ଲାଙ୍କର ବଗିଚା ଥିଲା, ଏବେ ପତିତ ହୋଇଯାଇଛି। ଆମେ ହିଁ ସାରା ବିଶ୍ୱର ମାଲିକ ଥିଲୁ।
କେତେ ବଡ଼ କଥା। ଏବେ ପୁଣି ଆମେ କ'ଣ ହୋଇଯାଇଛୁ? କେତେ ତଳକୁ ଖସି ଯାଇଛୁ। ଆମର ଚଢ଼ିବା ଏବଂ ଖସିବାର ଏହି ନାଟକ ଚାଲିଛି। ଏହି କାହାଣୀ ବାବା ବସି ଶୁଣାଉଛନ୍ତି। ଭକ୍ତି ମାର୍ଗରେ ଯାହା ଶୁଣିଛୁ ତାହା ମିଥ୍ୟା, ଏହା ସତ୍ୟ। ସେମାନେ ସତ୍ୟନାରାୟଣଙ୍କର କଥା ଶୁଣାଇଥାନ୍ତି, କିନ୍ତୁ ସେମାନେ କ'ଣ ବୁଝିପାରନ୍ତି କି ଆମେ କିପରି ଚଢ଼ିଲୁ, ପୁଣି କିପରି ତଳକୁ ଖସିଲୁ? ଏହି ବାବା ସତ୍ୟନାରାୟଣଙ୍କର କଥା ଶୁଣାଉଛନ୍ତି। ରାଜପଦ କିପରି ହରାଇଲୁ, ଏହି ସାରା ନାଟକ ଆମ ଉପରେ ଆଧାରିତ। ଆମକୁ ଏବେ ଜଣାପଡ଼ିଲା ଯେ ଆମେ କିପରି ଏବେ ବାବାଙ୍କଠାରୁ ରାଜତ୍ୱ ନେଉଛୁ। ବାବା ଏଠାରେ ପଚାରିଲେ କହୁଛନ୍ତି, ହଁ ନିଶା ଅଛି, ପୁଣି ବାହାରକୁ ଗଲାପରେ କିଛି ହେଲେ ନିଶା ରହୁନାହିଁ। ପିଲାମାନେ ନିଜେ ଜାଣିପାରୁଛନ୍ତି, ଯଦିଓ ହାତ ତ ଉଠାଇ ଦେଉଛନ୍ତି, କିନ୍ତୁ ଚଳନି ଏପରି ଯାହାକି ନିଶା ରହିପାରୁନାହିଁ। ଅନୁଭବ ତ ହେଉଛି ନା। ବାବା ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି, ପିଲାମାନେ ତୁମକୁ ମୁଁ ରାଜତ୍ୱ ଦେଇଥିଲି, ପୁଣି ତୁମେ ହରାଇ ଦେଲ। ତୁମେ ତଳକୁ ଖସି ଆସିଛ, କାହିଁକି ନା ଏହା ହେଉଛି ଚଢ଼ିବା ଏବଂ ଖସିବାର ନାଟକ। ଆଜି ରାଜା ଅଛନ୍ତି, କାଲି ତାଙ୍କୁ ପୁଣି ପଦବୀରୁ ବାହାର କରିଦେଉଛନ୍ତି। ଖବରକାଗଜରେ ବହୁତ ଏହିପରି କଥା ବାହାରୁଛି, ଯାହାର ପ୍ରତ୍ୟୁତ୍ତର ଦେଲେ ଲୋକେମାନେ କିଛି ବୁଝିପାରିବେ। ଏହା ନାଟକ ଚାଲିଛି, ଏହା ମନେ ରହିଲେ ମଧ୍ୟ ସର୍ବଦା ଖୁସିରେ ରହିପାରିବ। ବୁଦ୍ଧିରେ ଅଛି ନା। ଆଜିଠାରୁ 5000 ବର୍ଷ ପୂର୍ବେ ଶିବବାବା ଆସିଥିଲେ। ଏଠାକୁ ଆସି ରାଜଯୋଗ ଶିଖାଇଥିଲେ। ଲଢ଼େଇ ଲାଗିଥିଲା। ଏବେ ଏହିସବୁ ସତ୍ୟ କଥା ବାବା ଶୁଣାଉଛନ୍ତି। ଏହା ହେଉଛି ପୁରୁଷୋତ୍ତମ ଯୁଗ। କଳିଯୁଗ ପରେ ଏହି ପୁରୁଷୋତ୍ତମ ଯୁଗ ଆସୁଛି। କଳିଯୁଗକୁ ପୁରୁଷୋତ୍ତମ ଯୁଗ କୁହାଯିବ ନାହିଁ, ସତ୍ୟ ଯୁଗକୁ ମଧ୍ୟ କୁହାଯିବ ନାହିଁ। ଅସୁରୀ ସମ୍ପ୍ରଦାୟ ଏବଂ ଦୈବୀ ସମ୍ପ୍ରଦାୟ କୁହାଯାଏ। ତାହାର ମଝିରେ ଏହି ସଙ୍ଗମ ଯୁଗ ରହିଛି, ଯେତେବେଳେ କି ପୁରୁଣା ଦୁନିଆରୁ ନୂଆ ଦୁନିଆ ହେଉଛି। ନୂଆରୁ ପୁରୁଣା ହେବା ପାଇଁ ସାରା ଚକ୍ରର ସମୟ ଲାଗିଯାଉଛି। ଏବେ ସଙ୍ଗମ ଯୁଗ ଚାଲିଛି। ସତ୍ୟ ଯୁଗରେ ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା, ଏବେ ତାହା ନାହିଁ। ଏବେ ତ ଅନେକ ଧର୍ମ ଚାଲିଯାଇଛି। ଏହା ତୁମ ବୁଦ୍ଧିରେ ରହୁଛି। ଅନେକ ଅଛନ୍ତି ଯେଉଁମାନେ କି 6, 8 ମାସ, 12 ମାସ ପାଠ ପଢ଼ି ପୁଣି ତଳକୁ ଖସି ଯାଉଛନ୍ତି, ଫେଲ୍ ହୋଇଯାଉଛନ୍ତି। ଯଦିଓ ପବିତ୍ର ରହୁଛନ୍ତି, କିନ୍ତୁ ପାଠ ପଢ଼ୁନଥିବାରୁ ଖସି ଯାଉଛନ୍ତି। କେବଳ ପବିତ୍ରତା କାମରେ ଆସେ ନାହିଁ। ଏହିପରି ବହୁତ ସନ୍ନ୍ୟାସୀ ମଧ୍ୟ ଅଛନ୍ତି। ସେମାନେ ସନ୍ନ୍ୟାସୀ ଧର୍ମ ଛାଡ଼ି ଯାଇ ଗୃହସ୍ଥୀ ହୋଇଯାଆନ୍ତି, ବିବାହ ଆଦି କରିଥାନ୍ତି। ତେଣୁ ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ତୁମେ ସ୍କୁଲରେ ବସିଛ, ଏ କଥା ସ୍ମୃତିରେ ଅଛି ଯେ ଆମେ ଆମ ରାଜତ୍ୱ କିପରି ହରାଇଛୁ, କେତେ ଜନ୍ମ ନେଇଛୁ। ଏବେ ପୁଣି ବାବା କହୁଛନ୍ତି ବିଶ୍ୱର ମାଲିକ ହୁଅ। ଏଥିପାଇଁ ପବିତ୍ର ନିଶ୍ଚୟ ହେବାକୁ ପଡ଼ିବ। ଯେତେ ଅଧିକ ବାବାଙ୍କୁ ମନେ ପକାଇବ ସେତେ ପବିତ୍ର ହୋଇଯିବ। କାହିଁକି ନା ସୁନାରେ ଖାଦ ପଡ଼ିଛି, ତାହା ବାହାରିବ କିପରି? ପିଲାମାନଙ୍କ ବୁଦ୍ଧିରେ ଅଛି, ଆମେ ଆତ୍ମାମାନେ ଶତପ୍ରଧାନ ଥିଲୁ, 24 କ୍ୟାରେଟ୍ ଥିଲୁ, ପୁଣି ତଳକୁ ଖସି ଖସି ଏପରି ଅବସ୍ଥା ହୋଇଯାଇଛି। ଆମେ କ'ଣ ହୋଇଯାଇଛୁ? ବାବା ତ ଏପରି କହୁନାହାନ୍ତି ଯେ ମୁଁ କ'ଣ ଥିଲି। ତୁମେ ମନୁଷ୍ୟମାନେ ହିଁ କହୁଛ ଆମେ ଦେବତା ଥିଲୁ। ଭାରତର ମହିମା ତ ଅଛି ନା। ଭାରତକୁ କିଏ ଆସୁଛନ୍ତି, କ'ଣ ଜ୍ଞାନ ଦେଉଛନ୍ତି, ଏ କଥା କେହି ଜାଣିନାହାନ୍ତି। ଏ କଥା ଜାଣିବା ଦରକାର ନା। ମୁକ୍ତିଦାତା କେବେ ଆସୁଛନ୍ତି? ଭାରତ ପ୍ରାଚୀନ ବୋଲି ଗାୟନ ରହିଛି। ତେଣୁ ନିଶ୍ଚିନ୍ତ ଭାରତରେ ହିଁ ପୁନଃ ଅବତରଣ ହେଉଥିବା କାରଣ ଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ କରୁଛନ୍ତି। ତେବେ ନିଶ୍ଚିନ୍ତ ବିଶ୍ୱପିତା ଏଠାକୁ ଆସୁଥିବେ। କହନ୍ତି ମଧ୍ୟ ଭାଗୀରଥ ଅର୍ଥାତ୍ ଭାଗ୍ୟଶାଳୀ ରଥ। ତେବେ ମନୁଷ୍ୟ ଶରୀରରେ ଆସିଥିବେ ନା। ପୁଣି ଘୋଡ଼ା ଗାଡ଼ି ମଧ୍ୟ ଦେଖାଇଛନ୍ତି। ଉଭୟ କଥା ମଧ୍ୟରେ କେତେ ଫରକ ରହିଛି। ଶ୍ରୀକୃଷ୍ଣ ଏବଂ ରଥ ଦେଖାଇଛନ୍ତି। ବାବା କହୁଛନ୍ତି ମୋ ବିଷୟରେ କେହି ଜାଣିନାହାନ୍ତି, ଏବେ ତୁମେ ଜାଣୁଛ। ବାବା ଏହି ବ୍ରହ୍ମାଙ୍କ ଶରୀର ରୂପୀ ରଥରେ ଆସୁଛନ୍ତି। ଏହାକୁ ହିଁ ଭାଗ୍ୟଶାଳୀ ରଥ କୁହାଯାଉଛି। ବ୍ରହ୍ମା ହିଁ ବିଷ୍ଣୁ ଚିତ୍ରରେ କେତେ ସ୍ପଷ୍ଟ ଭାବରେ ରହିଛି। ତ୍ରିମୂର୍ତ୍ତି ଉପରେ ଶିବ ଅଛନ୍ତି। ଏହି ଶିବଙ୍କ ପରିଚୟ କିଏ ଦେଲେ? ଶିବ ବାବା ହିଁ ତିଆରି କରାଇଛନ୍ତି ନା।
ଏବେ ତୁମେ ଜାଣୁଛ ବାବା ଏହି ବ୍ରହ୍ମାଙ୍କ ରଥରେ ଆସିଛନ୍ତି। ବ୍ରହ୍ମା ହିଁ ବିଷ୍ଣୁ, ବିଷ୍ଣୁ ହିଁ ବ୍ରହ୍ମା। ଏହା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି ଯେ କାହିଁ 84 ଜନ୍ମ ପରେ ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି, କାହିଁ ବିଷ୍ଣୁରୁ ବ୍ରହ୍ମା ହେବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛି। ଏହା ବିଚିତ୍ର କଥା ନା, ଯାହାକି ବୁଦ୍ଧିରେ ଧାରଣ କରିବାକୁ ହେବ। ପ୍ରଥମେ ବାବାଙ୍କ ପରିଚୟ ବୁଝାଇବାକୁ ହେବ ଏବଂ ଏ କଥା ମଧ୍ୟ କହିବାକୁ ହେବ ଭାରତ ନିଶ୍ଚିନ୍ତ ସ୍ୱର୍ଗ ଥିଲା, ସ୍ୱର୍ଗୀୟ ପିତା ନିଶ୍ଚିନ୍ତ ସ୍ୱର୍ଗ ତିଆରି କରିଥିବେ। ଏହି ଚିତ୍ର ତ ବହୁତ ଫାଷ୍ଟ କ୍ଲାସ୍। ପିଲାମାନଙ୍କର ବୁଝାଇବା ପାଇଁ ସଉକ ରହୁଛି ନା, ବାବାଙ୍କର ମଧ୍ୟ ସଉକ ରହିଛି। ତୁମେ ସେଣ୍ଟରରେ ମଧ୍ୟ ଏହିପରି ବୁଝାଉଛ। ଏଠାରେ ତ ଡାଇରେକ୍ଟ ବାବା ଅଛନ୍ତି। ବାବା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି। ଆତ୍ମାମାନଙ୍କ ବୁଝାଇବା ଏବଂ ବାବାଙ୍କ ବୁଝାଇବାରେ ଫରକ ତ ନିଶ୍ଚିନ୍ତ ରହୁଛି। ଏଥିପାଇଁ ବାବାଙ୍କ ଠାରୁ ଶୁଣିବା ନିମନ୍ତେ ଏଠାକୁ ସମ୍ମୁଖକୁ ଆସୁଛନ୍ତି। ବାବା ହିଁ ଘଡ଼ି ଘଡ଼ି ବଚେ ବଚେ କହୁଛନ୍ତି। ଭାଇ କଥାର ଏତେ ପ୍ରଭାବ ପଡ଼ିନଥାଏ ଯେତେ ବାପାଙ୍କ କଥାରେ ପ୍ରଭାବ ପଡ଼ିଥାଏ। ଏଠାରେ ତୁମେ ବାବାଙ୍କ ସମ୍ମୁଖରେ ବସିଛ। ଆତ୍ମା ଏବଂ ପରମାତ୍ମାଙ୍କର ମିଳନ ହେଉଥିବାରୁ ଏହାକୁ ମେଳା କୁହାଯାଉଛି। ବାବା ସମ୍ମୁଖରେ ବସି ବୁଝାଇଲେ ବହୁତ ନିଶା ଚଢ଼ିଥାଏ। ଭାବନା ଆସେ ଯେ ଆମକୁ ବେହଦର ବାବା କହୁଛନ୍ତି, ଆମେ କ'ଣ ତାଙ୍କ କଥା ମାନିବା ନାହିଁ? ବାବା କହୁଛନ୍ତି ମୁଁ ତୁମକୁ ସ୍ୱର୍ଗକୁ ପଠାଇଥିଲି, ତୁମେ ପୁଣି 84 ଜନ୍ମ ନେଇ ନେଇ ପତିତ ହୋଇଯାଇଛ, ପୁଣି କ'ଣ ତୁମେ ପାବନ ହେବ ନାହିଁ? ବାବା ଏ କଥା ଆତ୍ମାମାନଙ୍କୁ କହୁଛନ୍ତି। କେହି କେହି ଭାବୁଛନ୍ତି ବାବା ସତ୍ୟ କହୁଛନ୍ତି, କେହି ତ ତୁରନ୍ତ କହିଦେଉଛନ୍ତି ବାବା ଆମେ ପବିତ୍ର କାହିଁକି ନ ହେବୁ? ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମର ପାପ କଟିଯିବ, ତୁମେ ଖାଣ୍ଟି ସୁନା ହୋଇଯିବ। ମୁଁ ହେଉଛି ସମସ୍ତଙ୍କର ପିତା ପତିତ ପାବନ। ତେଣୁ ବାବାଙ୍କ ବୁଝାଇବାରେ ଏବଂ ଆତ୍ମାମାନଙ୍କ ବୁଝାଇବାରେ କେତେ ଫରକ ରହିଛି। ଧରିନିଅ କେହି ନୂଆ ଆସୁଛନ୍ତି, ତାଙ୍କ ମଧ୍ୟରୁ ଯିଏ ଏଠିକାର ଫୁଲ ଅର୍ଥାତ୍ ଏହି କୁଳର ଆତ୍ମା ହୋଇଥିବେ ତାଙ୍କୁ ଅନୁଭବ ହେବ। ସେମାନେ କହିବେ ଇଏ ଠିକ୍ କଥା କହୁଛନ୍ତି। ଯିଏ ଏଠାକାର ହୋଇନଥିବେ ସେ ବୁଝିପାରିବେ ନାହିଁ। ତେବେ ତୁମେ ମଧ୍ୟ ବୁଝାଅ। ଆମ ଆତ୍ମାମାନଙ୍କୁ ବାବା କହୁଛନ୍ତି ତୁମେ ପବିତ୍ର ହୁଅ। ମନୁଷ୍ୟ ପବିତ୍ର ହେବା ପାଇଁ ଗଙ୍ଗା ସ୍ନାନ କରିଥାନ୍ତି, ଗୁରୁ କରିଥାନ୍ତି, କିନ୍ତୁ ପତିତ ପାବନ ତ ବାବା ହିଁ ଅଟନ୍ତି। ବାବା ଆତ୍ମାମାନଙ୍କୁ କହୁଛନ୍ତି ଯେ ତୁମେ କେତେ ପତିତ ହୋଇଯାଇଛ। ସେଥିପାଇଁ ତ ଆତ୍ମା ମନେ ପକାଉଛି ଯେ ବାବା ଆପଣ ଆସି ପବିତ୍ର କରନ୍ତୁ। ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ଆସୁଛି, ତୁମମାନଙ୍କୁ କହୁଛି ଏହି ଅନ୍ତିମ ଜନ୍ମରେ ପବିତ୍ର ହୁଅ। ଏହି ରାବଣ ରାଜ୍ୟ ଶେଷ ହୋଇଯିବ। ମୁଖ୍ୟ କଥା ହେଲା ପବିତ୍ର ହେବା। ସ୍ୱର୍ଗରେ ବିଷ ନଥାଏ। କେହି ଆସିଲେ ତାଙ୍କୁ ବୁଝାଅ ଯେ ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଇଲେ ପବିତ୍ର ହୋଇଯିବ, ଖାଦ ବାହାରିଯିବ। ମନ୍ମନାଭବର ଅକ୍ଷର ମନେ ଅଛି ନା? ବାବା ନିରାକାର ଅଟନ୍ତି। ଆମେ ଆତ୍ମାମାନେ ମଧ୍ୟ ହେଉଛୁ ନିରାକାର। ଯେପରି ଆମେ ଶରୀର ଦ୍ୱାରା ଶୁଣୁଛୁ, ବାବା ମଧ୍ୟ ଏହି ଶରୀରରେ ଆସି ବୁଝାଉଛନ୍ତି। ନଚେତ୍ କିପରି କହିବେ ଯେ ମାମେକମ୍ ୟାଦ୍ କରୋ। ଦେହର ସବୁ ସମ୍ବନ୍ଧକୁ ଛାଡ଼, ନିଶ୍ଚିନ୍ତ ଏଠାକୁ ଆସୁଛନ୍ତି। ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛନ୍ତି। ପ୍ରଜାପିତା ବ୍ରହ୍ମା ଏବେ ବାସ୍ତବରେ ଅଛନ୍ତି। ଏହାଙ୍କ ଦ୍ୱାରା ଆମକୁ ବାବା ଏହିପରି କହୁଛନ୍ତି। ଆମେ ବେହଦର ବାବାଙ୍କୁ ହିଁ ମାନୁଛୁ। ସେ କହୁଛନ୍ତି ପବିତ୍ର ହୁଅ, ପତିତ ପଣିଆ ଛାଡ଼ି ଦିଅ, ପୁରୁଣା ଦେହର ଅଭିମାନକୁ ଛାଡ଼। ମୋତେ ମନେ ପକାଇଲେ ଅନ୍ତମନ୍ତି ସ୍ୱଗତି। ଅନ୍ତିମ ସ୍ମୃତି ଅନୁସାରେ ପରବର୍ତ୍ତୀ ଜନ୍ମ ହୋଇଯିବ, ତୁମେ ଲକ୍ଷ୍ମୀନାରାୟଣ ହୋଇଯିବ। ବାବାଙ୍କଠାରୁ ବିମୁଖ କରାଉଥିବା ମୁଖ୍ୟ ଅବଗୁଣ ହେଲା ପରଚିନ୍ତନ କରିବା ଏବଂ ଶଇତାନୀ କଥା ଶୁଣିବା ଏବଂ ଶୁଣାଇବା। ବାବାଙ୍କ ନିର୍ଦ୍ଦେଶ ହେଲା ତୁମକୁ ଶଇତାନ କଥା ଶୁଣିବା ଅନୁଚିତ। ୟାଙ୍କ କଥା ତାଙ୍କୁ, ତାଙ୍କ କଥା ୟାଙ୍କୁ ଶୁଣାଇବା, ଏହି ଚୁଗୁଲିଆମି ତୁମ ପିଲାମାନଙ୍କ ପାଖରେ ରହିବା ଅନୁଚିତ। ଏହି ସମୟରେ ଦୁନିଆରେ ସମସ୍ତେ ହେଉଛନ୍ତି ବିପରୀତ ବୁଦ୍ଧି। ବାବାଙ୍କ କଥା ବିନା ଅନ୍ୟ କିଛି କଥା ଶୁଣିବା ତାଙ୍କୁ ଚୁଗୁଲିଆମି କୁହାଯାଏ। ଏବେ ବାବା କହୁଛନ୍ତି ଏହି ଚୁଗୁଲିଆମି ଛାଡ଼। ତୁମେ ସମସ୍ତେ ଆତ୍ମାମାନଙ୍କୁ କୁହ, ହେ ଆତ୍ମାରୂପୀ ସୀତାମାନେ, ତୁମେ ଏବେ ରାମଙ୍କ ସହିତ ଯୋଗ ଲଗାଅ। ତୁମେ ହେଉଛ ବାର୍ତ୍ତାବହ।
ଏହି ବାର୍ତ୍ତା ଦିଅ ଯେ ବାବା କହିଛନ୍ତି ମୋତେ ମନେ ପକାଅ। ବାସ୍ ଏହି କଥା ବ୍ୟତୀତ ଆଉ ସବୁ ହେଉଛି ଚୁଗୁଲିଆମି। ବାବା ସବୁ ସନ୍ତାନମାନଙ୍କୁ କହୁଛନ୍ତି ଚୁଗୁଲିଆମି ଛାଡ଼। ସମସ୍ତ ଆତ୍ମାରୂପୀ ସୀତାମାନେ ଏକ ରାମଙ୍କ ସହିତ ସମ୍ବନ୍ଧ ଯୋଡ଼। ତୁମର ଧନ୍ଦା ହିଁ ଏୟା। ବାସ୍ ଏହି ବାର୍ତ୍ତା ଦେଇ ଚାଲ। ବାବା ଆସିଛନ୍ତି କହୁଛନ୍ତି ତୁମକୁ ସତ୍ୟ ଯୁଗକୁ ଯିବାକୁ ହେବ। ଏହି ଲୋହ ଯୁଗକୁ ଛାଡ଼ିବାକୁ ହେବ। ତୁମକୁ ବନବାସ ମିଳିଛି। ଜଙ୍ଗଲରେ ବସିଛ ନା। ବନ ଜଙ୍ଗଲକୁ କୁହାଯାଏ। କନ୍ୟାର ବିବାହ ପୂର୍ବରୁ ସେ ବନରେ ବସିଥାଏ ଅର୍ଥାତ୍ ବୈରାଗ୍ୟରେ ଥାଏ ପୁଣି ମହଲକୁ ଯାଇଥାଏ। ତୁମେ ମଧ୍ୟ ଜଙ୍ଗଲରେ ବସିଛ। ଏବେ ଶ୍ୱଶୁର ଘରକୁ ଯିବାକୁ ହେବ। ଏହି ପୁରୁଣା ଦେହକୁ ଛାଡ଼ିବାକୁ ପଡ଼ିବ। ସେଥିପାଇଁ ଏକମାତ୍ର ବାବାଙ୍କୁ ମନେ ପକାଅ। ବିନାଶକାଳେ ଯେଉଁମାନେ ପ୍ରୀତିବୁଦ୍ଧି ହୋଇଥିବେ ସେ ତ ମଲକୁ ଯିବେ। ବାକି ବିପରୀତ ବୁଦ୍ଧିମାନଙ୍କର ହେଉଛି ବନବାସ, ଜଙ୍ଗଲରେ ବାସ। ବାବା ତୁମ ପିଲାମାନଙ୍କୁ ଭିନ୍ନ ଭିନ୍ନ ରୀତିରେ ବୁଝାଉଛନ୍ତି। ଯେଉଁ ବାବାଙ୍କଠାରୁ ଏତେ ବେହଦର ବାଦଶାହୀ ନେଇଥିଲେ ତାଙ୍କୁ ଭୁଲି ଯାଇଛ। ତେଣୁ ବନବାସକୁ ଚାଲି ଯାଇଛ। ବନବାସ ଅର୍ଥାତ୍ ବଗିଚା ବାସ ଦୁଇଟି ହୋଇଥାଏ। ବାବାଙ୍କ ନାମ ହେଉଛି ବାଗବାନ। କିନ୍ତୁ ଏସବୁ କଥା କେହି ବୁଝିପାରିଲେ ସିନା। ଭାରତରେ ହିଁ ଆମର ରାଜ୍ୟ ଥିଲା, ଏବେ ନାହିଁ। ଏବେ ତ ବନବାସ ଚାଲିଛି। ପୁଣି ବଗିଚାକୁ ଯିବା। ତୁମେ ଏଠାରେ ବସିଥିଲେ ମଧ୍ୟ ବୁଦ୍ଧିରେ ଅଛି। ଆମେ ବେହଦର ବାବାଙ୍କଠାରୁ ନିଜର ରାଜ୍ୟ ନେଉଛୁ। ବାବା କହୁଛନ୍ତି ମୋ ସହିତ ପ୍ରୀତି ରଖ, ତଥାପି ଭୁଲି ଯାଉଛନ୍ତି। ବାବା ଦୋଷାରୋପ କରୁଛନ୍ତି ତୁମେ ମୋତେ କେତେ ପର୍ଯ୍ୟନ୍ତ ଭୁଲୁଥିବ। ପୁଣି ସତ୍ୟଯୁଗକୁ କିପରି ଯିବ? ନିଜକୁ ପଚାର ମୁଁ କେତେ ସମୟ ବାବାଙ୍କୁ ମନେ ପକାଉଛି। ତୁମେ ତ ଯେପରି ଯୋଗର ଅଗ୍ନିରେ ପଡ଼ିଛ, ଯାହାଦ୍ୱାରା ବିକର୍ମ ବିନାଶ ହେଉଛି। ଏକ ବାବାଙ୍କ ସହିତ ପ୍ରୀତି ବୁଦ୍ଧି ହେବା ଉଚିତ। ସବୁଠାରୁ ଫାଷ୍ଟକ୍ଲାସ୍ ପ୍ରେମିକ ଯିଏକି ତୁମକୁ ମଧ୍ୟ ଫାଷ୍ଟକ୍ଲାସ୍ କରୁଛନ୍ତି। କେଉଁଠି ଥାର୍ଡ଼ କ୍ଲାସରେ ଛେଳି ମେଣ୍ଢା ଭଳି ଯାତ୍ରା କରିବା ଏବଂ କେଉଁଠି ଏୟାର କଣ୍ଡିସନରେ ଯାତ୍ରା କରିବା, କେତେ ଫରକ ରହିଛି। ଏହିପରି ବିଚାର ସାଗର ମନ୍ଥନ କଲେ ତୁମକୁ ବହୁତ ମଜା ଆସିବ। ଏହି ବାବା ମଧ୍ୟ କହୁଛନ୍ତି ମୁଁ ମଧ୍ୟ ବାବାଙ୍କୁ ମନେ ପକାଇବା ପାଇଁ ବହୁତ ମେହନତ କରୁଛି। ସାରାଦିନ ଖିଆଲ ଚାଲୁଛି। ତୁମକୁ ମଧ୍ୟ ଏହି ମେହନତ କରିବାକୁ ହେବ। ଆଚ୍ଛା। ମିଠା ମିଠା ଶିକ୍ଲେଧେ ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଓଂ ଶାନ୍ତି। ମେରା ବାବା, ପ୍ୟାରା ବାବା, ମିଠା ବାବା, ଶୁକ୍ରିୟା ବାବା। ଓଂ ଶାନ୍ତି। ଧାରଣା ପାଇଁ ମୁଖ୍ୟସାର। ଏକରେ କାହାକୁ ବି ଏକମାତ୍ର ରାମ ଅର୍ଥାତ୍ ବାବାଙ୍କର କଥା ବିନା ଅନ୍ୟ କୌଣସି କଥା ଶୁଣାଇବା ଅନୁଚିତ। ଜଣଙ୍କର କଥା ଅନ୍ୟ ଜଣଙ୍କୁ ଶୁଣାଇବା, ପରଚିନ୍ତନ କରିବା ଏହା ଚୁଗୁଲିଆମି ଅଟେ। ଏହାକୁ ତ୍ୟାଗ କରିବାକୁ ହେବ। କାହାକୁ ବି ଏକମାତ୍ର ରାମ ଅର୍ଥାତ୍ ବାବାଙ୍କ କଥା ବିନା ଅନ୍ୟ କୌଣସି କଥା ଶୁଣାଇବା ଅନୁଚିତ। ଜଣଙ୍କର କଥା ଅନ୍ୟ ଜଣଙ୍କୁ ଶୁଣାଇବା, ପରଚିନ୍ତନ କରିବା ଏହା ଚୁଗୁଲିଆମି ଅଟେ। ଏହାକୁ ତ୍ୟାଗ କରିବାକୁ ହେବ। ଦୁଇରେ ଏକମାତ୍ର ବାବାଙ୍କ ସାଥିରେ ପ୍ରୀତି ଅର୍ଥାତ୍ ସ୍ନେହପୂର୍ଣ୍ଣ ସମ୍ବନ୍ଧ ରଖିବାକୁ ହେବ। ପୁରୁଣା ଦେହର ଅଭିମାନକୁ ଛାଡ଼ି ଏକମାତ୍ର ବାବାଙ୍କର ସ୍ମୃତି ଦ୍ୱାରା ନିଜକୁ ପବିତ୍ର କରିବାକୁ ହେବ। ଏକମାତ୍ର ବାବାଙ୍କ ସାଥିରେ ପ୍ରୀତି ଅର୍ଥାତ୍ ସ୍ନେହପୂର୍ଣ୍ଣ ସମ୍ବନ୍ଧ ରଖିବାକୁ ହେବ। ପୁରୁଣା ଦେହର ଅଭିମାନକୁ ଛାଡ଼ି ଏକମାତ୍ର ବାବାଙ୍କର ସ୍ମୃତି ଦ୍ୱାରା ନିଜକୁ ପବିତ୍ର କରିବାକୁ ହେବ। ବରଦାନ। ସମାହିତ କରିବାର ଶକ୍ତି ଦ୍ୱାରା ଭୁଲକୁ ମଧ୍ୟ ଠିକ୍ କରୁଥିବା ବିଶ୍ୱ ପରିବର୍ତ୍ତକ ଭବ। ସମାହିତ କରିବାର ଶକ୍ତି ଦ୍ୱାରା ଭୁଲକୁ ମଧ୍ୟ ଠିକ୍ କରୁଥିବା ବିଶ୍ୱ ପରିବର୍ତ୍ତକ ଭବ। ଅନ୍ୟର ଭୁଲକୁ ଦେଖି ନିଜେ କୌଣସି ଭୁଲ କର ନାହିଁ। ଯଦି କେହି ଭୁଲ ବି କରୁଛି ତେବେ କରୁ, କିନ୍ତୁ ମୋତେ ଠିକ୍ ହିଁ କରିବାର ଅଛି। ତା'ର ସଙ୍ଗର ପ୍ରଭାବରେ ଆସିବାର ନାହିଁ। ଯେଉଁମାନେ ଅନ୍ୟର ପ୍ରଭାବରେ ଆସିଯାଆନ୍ତି ସେମାନେ ବେପରୁଆ ହୋଇଯାଆନ୍ତି। ତେଣୁ ସମସ୍ତେ କେବଳ ଏହି ଗୋଟିଏ ସଂକଳ୍ପ ନିଅ ଯେ ମୋତେ ଠିକ୍ ରାସ୍ତାରେ ହିଁ ଚାଲିବାର ଅଛି। ଯଦି ଅନ୍ୟ ଜଣେ ଭୁଲ କରୁଛି ତେବେ ସେହି ସମୟରେ ସମାହିତ କରିବାର ଶକ୍ତିକୁ ବ୍ୟବହାର କର। କାହାର ଭୁଲକୁ ନୋଟ୍ କରିବା ଅର୍ଥାତ୍ ବୁଦ୍ଧିରେ ଧାରଣ କରିବା ପରିବର୍ତ୍ତେ ତାକୁ ସହଯୋଗର ନୋଟ୍ ଦିଅ ଅର୍ଥାତ୍ ସହଯୋଗରେ ଭରପୁର କରିଦିଅ। ତେବେ ବିଶ୍ୱ ପରିବର୍ତ୍ତନର କାର୍ଯ୍ୟ ସହଜରେ ହୋଇଯିବ। ସ୍ଲୋଗାନ।
ଯଦି ନିରନ୍ତର ଯୋଗୀ ହେବାର ଅଛି ତେବେ ହଦ୍ର ଅର୍ଥାତ୍ ବିନାଶୀ ମୁଁ ପଣିଆ ଏବଂ ମୋର ପଣିଆକୁ ବେହଦରରେ ପରିବର୍ତ୍ତନ କରିଦିଅ। ଯଦି ନିରନ୍ତର ଯୋଗୀ ହେବାର ଅଛି ତେବେ ହଦ୍ର ଅର୍ଥାତ୍ ବିନାଶୀ ମୁଁ ପଣିଆ ଏବଂ ମୋର ପଣିଆକୁ ବେହଦରରେ ପରିବର୍ତ୍ତନ କରିଦିଅ। ଓଁ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରାରେ ବାବା କହିଛନ୍ତି, ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ବର୍ତ୍ତମାନ ସମୟରେ ଫରିସ୍ତା ପଣିଆର ସମ୍ପନ୍ନ ସ୍ଥିତିର ବା ବାପ୍ ସମାନ ସ୍ଥିତିର ପାଖାପାଖି ହୋଇ ଚାଲିଛି। ସେହି ଅନୁସାରେ ପବିତ୍ରତାର ପରିଭାଷା ମଧ୍ୟ ଅତି ସୂକ୍ଷ୍ମ ହୋଇ ଚାଲିଛି। କେବଳ ବ୍ରହ୍ମଚାରୀ ହେବାଟା ପବିତ୍ରତା ନୁହେଁ, କିନ୍ତୁ ବ୍ରହ୍ମଚାରୀ ହେବା ସହିତ ବ୍ରହ୍ମାବାବାଙ୍କର ପ୍ରତ୍ୟେକ କର୍ମରୂପୀ ପାଦ ଉପରେ ପାଦ ରଖି ଚାଲିବାବାଲା ବ୍ରହ୍ମଚାରୀ ହୁଅ। ଓଁ ଶାନ୍ତି, ଓଁ ଶାନ୍ତି, ଓଁ ଶାନ୍ତି।